ସବୁବେଳେ ଯଦି ଗୋଟେ ପ୍ରକାର ପୁରୀ ଖାଇ ଖାଇ ଆଉ ଇଚ୍ଛା ହେଉନି, ଗୋଟେ ଥର ଟ୍ରାଏ କରନ୍ତୁ ଏଇ ସୁଜି ଆଳୁର ପୁରୀ, ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ, କମ୍ ସମୟରେ ମଧ୍ୟ ବନିଯାଇଥାଏ। ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ, ଓଷା ବ୍ରତରେ ମଧ୍ୟ ବନେଇକି ଖାଇପାରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ପ୍ରଥମେ ମୁଁ ଗୋଟେ ବାଉଲରେ ଗୋଟେ କପ୍ ଏଠି ସୁଜି ନେଇଛି। ଯଦି ଆପଣଙ୍କର ସୁଜି ମୋଟା ଦାନା ବାଲା ଥିବ ଟିକେ ଜଷ୍ଟ ଗ୍ରାଇଣ୍ଡିଙ୍ଗ କରିବେ ଆଉ ୟୁଜ୍ କରିବେ। ତା ସହିତ ଯେଉଁ କପ୍ରେ ମାପିକି ଆପଣ ସୁଜି ନେଇଥିବେ ସେଇ କପ୍ରେ ମାପିକି 3/4 କପ୍ ଏଠି ଆପଣ କ'ଣ କରିବେ ନା ପାଣି ଦେବେ। ଆଉ ଯଦି ଗୋଟେ କପ୍ ପାଣି ଦେଇ ଦେଉଛନ୍ତି ତାହେଲେ ସୁଜି ଆପଣଙ୍କର କ'ଣ ନା ଅଧିକା ପାଣି ହେଇଯିବ। ମିଶାଇ ସାରିଲା ପରେ 10 ମିନିଟ୍ ଏମିତି କଭର୍ କରି ଛାଡ଼ିଦେବା। 10 ମିନିଟ୍ ହେଇଗଲା ପରେ ଏଠି ମୁଁ କ'ଣ କରିବି ନା କଭର୍କୁ ପ୍ରଥମେ କାଢ଼ି ନେବି। କାଢ଼ି ନେଇ ସାରିଲା ପରେ ଦେଖିପାରୁଥିବେ ଏବେ ଆମେ କ'ଣ କରିବା, ଆଳୁ ୟୁଜ୍ କରିବା। ଏଠି ଯେଉଁ ଆଳୁ ୟୁଜ୍ କରିବେ ନା ସିଝା ଆଳୁ ୟୁଜ୍ କରିବେ। ସିଝା ଆଳୁକୁ ହାତରେ ଭଲସେ ଚକଟିକି ଦେଇପାରିବେ, ନହେଲେ ଏମିତି ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରିନେବେ, ଯେମିତି ଟିକେ ବି ଖଦଖଦଡ଼ିଆ ରହିବନି ଆଉ ପୁରୀ ବେଲିଲା ବେଳେ ଜମା ବି ଫାଟିବନି। ଆଉ ଆଳୁ ଆଉ ସୁଜିକୁ ପ୍ରଥମେ କ'ଣ କରିବେ ନା ହାତରେ 1ରୁ 2 ମିନିଟ୍ ଭଲସେ ଟିକେ ଚକଟି ନେବେ। ଚକଟି ସାରିଲା ପରେ ଅଲଗା ଜିନିଷ ୟୁଜ୍ କରିବା। ଯେମିତି ମୁଁ ଏଠି ଅଧା ଚାମଚ ଜିରା ଦେଇ ଦେଉଛି, ତା ସହିତ ଟିକେ ଭଲ କଲର୍ ଦେଖାଯିବା ପାଇଁ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେବା। ତା ସହିତ ମୁଁ ଏଠି ଅଧା ଚାମଚ ଭଜା ଜିରା ଲଙ୍କାର ଗୁଣ୍ଡ ୟୁଜ୍ କରୁଛି। ଆପଣ ଯଦି ଚାହିଁବେ ଆକୁ ସ୍କିପ୍ କରିପାରିବେ। ଅଳ୍ପ ଟିକେ ମୁଁ ଏଠି କଳା ଜିରା ମଧ୍ୟ ଦେଉଛି ଆଉ ଅଳ୍ପ କିଛି କାଟିକିରି ଧନିଆ ପତ୍ର ଦେଇଦେବା, ସ୍ୱାଦ ଆହୁରି ଅଧିକା ଲାଗିବ। ଆପଣଙ୍କ ପାଖରେ ଯଦି କସୁରୀ ମେଥି ଦେବ ତାହେଲେ ନିଶ୍ଚୟ ଏଠି କସୁରୀ ମେଥି ମଧ୍ୟ ୟୁଜ୍ କରିପାରିବେ। ଏବେ କ'ଣ କରିବେ ନା ସବୁ ଜିନିଷକୁ ପ୍ରଥମେ ହାତରେ ଭଲସେ ମିଶାଇ ନେବେ। ମିଶାଇ ସାରିଲା ପରେ ଅଟା ୟୁଜ୍ କରିବା। ଯେଉଁ କପ୍ରେ ମାପିକି ମୁଁ ସୁଜି ନେଇଥିଲି ସେଇ କପ୍ରେ ଅଟା ମଧ୍ୟ ମାପିକି ନେଉଛି। ଅଟା ଅଳ୍ପ ଅଳ୍ପ ଦେବେ, ଯେମିତି ଆପଣ ପୁରୀ ପାଇଁ ଅଟା ଚକଡ଼ନ୍ତି ସେହିପରି ଚକଡ଼ି ନେବେ। ଏଠି ଯେଉଁ ଆପଣ ଅଟା ଚକଡ଼ା ଚକଡ଼ିବେ ନା ପୁରା ଟିକେ ଟାଣ ବାଲା ଚକଟିବେ। ଦେଖିପାରୁଥିବେ ମୁଁ ଏଠି ପାଖାପାଖି ଗୋଟେ ଅଟା ଦେଇକରି ଭଲସେ ଟିକେ ଚକଟି ନେଇଛି। ଚକଟି ନେଇ ସାରିଲା ପରେ ଏବେ ଆମେ କ'ଣ କରିବା, ଅଳ୍ପ ଟିକେ ରିଫାଇନ୍ ତେଲ ଦେଇଦେବା। ତେଲ ଦେଇକି ଆକୁ ମଧ୍ୟ ଭଲସେ ଟିକେ ଚକଟି ନେବା। ଦେଖିପାରୁଥିବେ 1ରୁ 2 ମିନିଟ୍ ମୁଁ ଭଲସେ ଟିକେ ଚକଟି ନେଉଛି। ଚକଟି ନେଇ ସାରିଲା ପରେ ପୁରୀ ଭଲସେ ଫୁଲିବା ପାଇଁ କଭର୍ କରିନେବା। କଭର୍ କରିକି ପାଖାପାଖି 10 ମିନିଟ୍ ଏହିପରି ଛାଡ଼ିଦେବା। 10 ମିନିଟ୍ ହେଇଗଲା ପରେ ଆପଣ କ'ଣ କରିବେ, ପୁରୀର ସାଇଜ୍ ହିସାବରେ ଆପଣ ଗୋଲା ଟାଇପ୍ର ବନେଇ ନେବେ। ମୁଁ ଏଠି ମିଡ଼ିୟମ୍ ସାଇଜ୍ର ପୁରୀ ବନେଇବି, ସେଥିପାଇଁ ମିଡ଼ିୟମ୍ ଟାଇପ୍ର ଗୋଲ ଟାଇପ୍ର ବନେଇ ନେଇଛି। ଦେଖିପାରୁଥିବେ ଏହିପରି ଛୋଟ ଛୋଟ ବନେଇ ନେବି। ବନେଇ ନେଇ ସାରିଲା ପରେ ଆକୁ ଆମେ କ'ଣ କରିବା ନା ଭଲସେ ଟିକେ ଗୋଲ କରିନେବା। ଏପଟେ ମୁଁ କ'ଣ କରିଛି ନା ଗୋଟେ ବେଲଣା ବେଡ଼ି ନେଇଛି, ତା ଉପରେ ଟିକେ ଏମିତି ତେଲ ବା ଘିଅ ବା କିଛି ବି ଆପଣଙ୍କ ମନ ପସନ୍ଦର କିଛି ବି ଟିକେ ଗ୍ରେସ୍ କରି ନେବେ। ନେଇସାରିଲା ପରେ ଆଉ ପୁରା ପତଳା କରି ବେଲି ନେବେ। ବେଶୀ ପତଳା କରିବେନି, ଯେମିତି ମିଡ଼ିୟମ୍ ସାଇଜ୍ରେ ରହିବ ସେଇ ହିସାବରେ ବେଲି ନେବେ। ଦେଖିପାରୁଥିବ ମୁଁ ଏଠି ବେଶୀ ମୋଟା କି ବେଶୀ ପତଳା କରିନି। ଏବେ ଚାଲନ୍ତୁ ଛାଣିବା। ଛାଣିବା ପାଇଁ ପ୍ରଥମେ ମୁଁ କ'ଣ କରିଥିଲା, ତେଲକୁ ଭଲସେ ଗରମ କରି ନେଇଛି। ତେଲ ଯେତେବେଳେ ଗରମ ହେଇଯିବ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ ଦେଇକି ଆକୁ ଆପଣ କ'ଣ କରିବେ ନା ଏପଟ ସେପଟ କରି ଓଲଟେଇକିରି ଛାଣି ନେବେ। ଦେଖିପାରୁଥିବେ କେତେ ବଢ଼ିଆ ସେ ଫୁଲୁଛି। ତା ସହିତ କଲର୍ ଦେଖନ୍ତୁ ପୁରାପୁରି ପରଫେକ୍ଟ ଆସିଛି। ଏ ପୁରୀ ନା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆପଣ ଚାହିଁଲେ ଖାଲି ମଧ୍ୟ ଖାଇପାରିବେ, ନହେଲେ ଚାହା ସହିତ ଖାଇପାରିବେ, ଯେକୌଣସି ତରକାରୀ ସହିତ ମଧ୍ୟ ଖାଇପାରିବେ। ଆପଣମାନେ ଗୋଟେ ଥର ଟ୍ରାଏ କରନ୍ତୁ, ମୋ ସହିତ ନିଶ୍ଚୟ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ପସନ୍ଦ ଆସିଥିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ।